हेलो एंड वेलकम बैक टू ओपीएससी ओएस आस्पिरेंट यूट्यूब चैनल। आशा करुच्ची समस्ते भलरे थिबे। आजिर ଏହି ଭିଡ଼ିଓଟି ଓଡ଼ିଶାର ସମସ୍ତ ଓପିଏସସି ଆସ୍ପିରେଣ୍ଟ ମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ଖବରକାଗଜ ପଢ଼ୁଛନ୍ତି ତେବେ ଆପଣ ନିଶ୍ଚୟ ଗୋଟିଏ ଶବ୍ଦ ବାରମ୍ବାର ଶୁଣୁଥିବେ, ତାହା ହେଉଛି ଏମ୍ଓୟୁ। ଦିନକୁ ଦିନ ରାଜ୍ୟ ସରକାର ଦେଶ ବିଦେଶର ବଡ଼ ବଡ଼ କମ୍ପାନୀମାନଙ୍କ ସହିତ ହାତ ମିଲାଉଛନ୍ତି, ନୂଆ ନୂଆ ଚୁକ୍ତି ମଧ୍ୟ ସ୍ୱାକ୍ଷର ହେଉଛି। କିନ୍ତୁ ଜଣେ ସିଭିଲ ସର୍ଭିସ ଆଶାୟୀ ଭାବରେ ଆମକୁ କେବଳ ହେଡଲାଇନ୍ ପଢ଼ିଲେ ହେବନି, ଆମକୁ ଏହାର ଗଭୀରତାକୁ ବୁଝିବାକୁ ପଡ଼ିବ। ତେବେ ଚାଲନ୍ତୁ ଆଜି ସହଜ ଭାଷାରେ ବୁଝିବା ଏହି ଏମ୍ଓୟୁ ପ୍ରକୃତରେ କ'ଣ, ଏହାର ସାମ୍ବିଧାନିକ ମହତ୍ତ୍ୱ କ'ଣ ଏବଂ ଆମ ରାଜ୍ୟର ଅର୍ଥନୀତି ପାଇଁ କିପରି ଏହା ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇପାରିବ। ଆମକୁ ପ୍ରଥମେ ବୁଝିବାକୁ ପଡ଼ିବ ଏମ୍ଓୟୁ ପ୍ରକୃତରେ କ'ଣ ବା ହ୍ୱାଟ୍ ଇଜ୍ ଏନ୍ ଏମ୍ଓୟୁ। Here you have to understand that a memorandum of understanding or MOU is a formal document that outlines an agreement between two or more parties. ସରଳ ଭାଷାରେ କହିଲେ MOU ହେଉଛି ଏକ ଜେଣ୍ଟଲମ୍ୟାନ୍ସ ଏଗ୍ରିମେଣ୍ଟ ବା ଭଦ୍ର ବ୍ୟକ୍ତିମାନଙ୍କ ମଧ୍ୟରେ ହେଉଥିବା ଏକ ଚୁକ୍ତିନାମା। ଆପଣଙ୍କ ମନରେ ଗୋଟିଏ କ୍ୱେଶ୍ଚିନ୍ ଉଠୁଥିବ, ହ୍ୱାଇ ଜେଣ୍ଟଲମ୍ୟାନ୍ସ ଏଗ୍ରିମେଣ୍ଟ? ବିକଜ ୟୁ କାଣ୍ଟ ଏକ୍ସପେକ୍ଟ ସମଥିଙ୍ଗ ଗୁଡ୍ ଫ୍ରମ୍ ବ୍ୟାଡ୍ ପିପଲ୍ସ। ମନେ ରଖିବେ, ଏମ୍ଓୟୁ କୌଣସି ଫାଇନାଲ କଣ୍ଟ୍ରାକ୍ଟ ନୁହେଁ। ଫର୍ ଏକ୍ଜାମ୍ପଲ୍, ଆପଣ ଓ ଆପଣମାନଙ୍କ ସାଙ୍ଗ ମିଶି ଏକ ଷ୍ଟାର୍ଟଅପ୍ ବା ବିଜନେସ୍ ଆରମ୍ଭ କରିବାକୁ ସ୍ଥିର କଲେ। କାମ ଆରମ୍ଭ କରିବା ପୂର୍ବରୁ ଆପଣ ଗୋଟିଏ କାଗଜରେ ଲେଖିଲେ ଯେ ଆମେ ଭବିଷ୍ୟତରେ ଏହି ଲକ୍ଷ୍ୟ ରଖି କାମ କରିବାକୁ ଚାହୁଁଛୁ। ବାସ୍, ସେଇଟି ହେଉଛି ଏମ୍ଓୟୁ। ଏହି ପ୍ରକ୍ରିୟାକୁ ବା ଏହାକୁ ଆଇନଗତ ଭାଷାରେ ମିଟିଂ ଅଫ୍ ଦ ମାଇଣ୍ଡସ୍ ବୋଲି କୁହାଯାଏ। ଏହାର ଅର୍ଥ ହେଉଛି ଦୁଇଟି ପକ୍ଷ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଏକମତ ହୋଇଛନ୍ତି। ଏହା କୌଣସି ଲିଗାଲ ଅବ୍ଲିଗେସନ୍ ବା ଆଇନଗତ ବାଧ୍ୟତାମୂଳକ ଆରମ୍ଭକୁ ସୃଷ୍ଟି କରେନି, ବରଂ ଏକ ଦୃଢ଼ ବିଶ୍ୱାସ ସୃଷ୍ଟି କରେ ଯେ ହଁ, ଆମେ ଏକାଠି କାମ କରିବାକୁ ପ୍ରସ୍ତୁତ ଅଟୁ। ଆସନ୍ତୁ କିଛି ବାସ୍ତବିକ ଉଦାହରଣ ଦେଖିବା, ଯାହାକୁ ଆପଣ ନିଜ ମେନ୍ସ ଏନ୍ସାର ରାଇଟିଂରେ ମଧ୍ୟ ବ୍ୟବହାର କରିପାରିବେ। ମୁଁ ପୁରାପୁରି ସିଓର ଅଛି ଯେ ଆପଣ ଏହି ଦୁଇଟି ଉଦାହରଣ ଦେଖିବା ପରେ ଏମ୍ଓୟୁର କନସେପ୍ଟଟା ପୁରା ବୁଝିଯିବେ। ପ୍ରଥମ ଏମ୍ଓୟୁଟି ହେଉଛି ଓଡ଼ିଶା ଗଭର୍ଣ୍ଣମେଣ୍ଟ ଆଣ୍ଡ ଟାଟା ଷ୍ଟିଲ୍। ଓଡ଼ିଶା ସରକାର ଯେତେବେଳେ ଟାଟା ଷ୍ଟିଲ୍ ଭଳି ବଡ଼ ବଡ଼ ସଂସ୍ଥା ସହିତ ଏମ୍ଓୟୁ କରନ୍ତି, ସେଠାରେ ଦୁଇଟି ପକ୍ଷର କଥା ଥାଏ। ସରକାର କୁହନ୍ତି, ଆମେ ଆପଣଙ୍କୁ ସିଙ୍ଗଲ ୱିଣ୍ଡୋ କ୍ଲିୟରେନ୍ସ ମାଧ୍ୟମରେ ଜମି, ବିଜୁଳି ଏବଂ ପାଣି ଯୋଗାଇବାରେ ସାହାଯ୍ୟ କରିବୁ। ପ୍ରତିବଦଳରେ ଟାଟା କୁହେ, ଆମେ ଓଡ଼ିଶାରେ 5,000 କୋଟି ଇନଭେଷ୍ଟମେଣ୍ଟ କରିବୁ ଏବଂ ପ୍ଲାଣ୍ଟ ବସାଇବୁ। ଏହା ସହିତ ନିଯୁକ୍ତି ସୁଯୋଗ ମଧ୍ୟ ତିଆରି କରିବୁ। ଏହା ଏକ ପ୍ରକାରର ରୋଡ୍ ମ୍ୟାପ୍ ବା ଭବିଷ୍ୟତର ନକ୍ସା ପାଲଟିଯାଏ। ସେକେଣ୍ଡ ଏମ୍ଓୟୁଟି ହେଉଛି ଆଇଟି ସେକ୍ଟର। ଆପଣ ଦେଖୁଥିବେ ଭୁବନେଶ୍ୱରରେ ଏବେ ଏସେଞ୍ଚର, କଗ୍ନିଜେଣ୍ଟ ବା IBM ଭଳି ବଡ଼ ବଡ଼ କମ୍ପାନୀ ଆସୁଛନ୍ତି, ଯେଉଁଟା ଆଇଟି ସେକ୍ଟରରେ ବହୁତ ନାମ ଅଛି। ଏହି ଏମ୍ଓୟୁ ଗୁଡ଼ିକରେ ଗୋଟିଏ ସର୍ତ୍ତ ପ୍ରାୟତଃ ଦେଖାଯାଏ ଯେ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ନିଯୁକ୍ତିରେ ପ୍ରାଥମିକତା ଦିଆଯାଏ ବା ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଏ। ଏହାଦ୍ୱାରା ରାଜ୍ୟର ମେଧାବୀ ପିଲାମାନଙ୍କୁ ବାହାର ରାଜ୍ୟକୁ ଯିବାକୁ ପଡ଼େ ନାହିଁ। ଅର୍ଥାତ୍ ଏମ୍ଓୟୁ ଗୁଡ଼ିକ ସାଇନ୍ ହେବା ଦ୍ୱାରା ଓଡ଼ିଶାକୁ ଉଭୟ ଇନଭେଷ୍ଟମେଣ୍ଟ ଏବଂ ଏମ୍ପ୍ଲୟମେଣ୍ଟ ଅପରଚ୍ୟୁନିଟିଟା ଆସୁଛି। ନେକ୍ସଟ ପଏଣ୍ଟ ଇଜ୍ ଇଟ୍ ଇଜ୍ ଲିଗାଲି ବାଇଣ୍ଡିଂ ଅର୍ ଏହା କ'ଣ ଆଇନଗତ ଭାବରେ ବାଧ୍ୟତାମୂଳକ? Here you have to understand that generally an MOU is not legally binding unless specific clauses suggest otherwise. ପିଲାମାନେ ଏଠାରେ ଧ୍ୟାନ ଦିଅନ୍ତୁ, MOU ସାଇନ୍ ହେବା ମାନେ ହିଁ କମ୍ପାନୀ କାମ କରିବାକୁ ବାଧ୍ୟ ନୁହେଁ କିମ୍ବା ସରକାର ସୁବିଧା ଦେବାକୁ ମଧ୍ୟ ବାଧ୍ୟ ନୁହନ୍ତି। ଯଦି କୌଣସି କାରଣରୁ କମ୍ପାନୀ ଓହରି ଯାଏ ସେହି ଏମ୍ଓୟୁରୁ, ତେବେ ସାଧାରଣତଃ କୋର୍ଟରେ କେସ୍ ମଧ୍ୟ କରାଯାଇପାରିବ ନାହିଁ ସେହି କମ୍ପାନୀ ବିରୁଦ୍ଧରେ। କିନ୍ତୁ ଯଦି ସେହି ଏମ୍ଓୟୁ ଭିତରେ କିଛି ବାଇଣ୍ଡିଂ କ୍ଲୋଜେସ୍ ରହେ ବା କନସିଡରେସନ୍ ରହେ, ଉଦାହରଣ ସ୍ୱରୂପ ଟାଟା ଷ୍ଟିଲ୍ 5,000 କୋଟି ଟଙ୍କାର ଇନଭେଷ୍ଟମେଣ୍ଟ କରିବାର ଏମ୍ଓୟୁ ସାଇନ୍ କଲା, ସେଠାରେ ପଇସା ଦେବା ନେବାର କଥା ଆସିଲା। ସେହି ପରିପ୍ରେକ୍ଷୀରେ ତାହା ଇଣ୍ଡିଆନ୍ କଣ୍ଟ୍ରାକ୍ଟ ଆକ୍ଟ 1872 ଅନୁସାରେ ଏକ ପୂର୍ଣ୍ଣାଙ୍ଗ କଣ୍ଟ୍ରାକ୍ଟର ରୂପ ନେଇଯିବ। ତେଣୁ ଏହି ପରିସ୍ଥିତିରେ ଏହା ସର୍ତ୍ତାବଳୀ ଉପରେ ନିର୍ଭର କରେ, ପରିସ୍ଥିତି ଓ ସର୍ତ୍ତାବଳୀ ଉପରେ ନିର୍ଭର କରେ ଯେ ଏହା ଗୋଟିଏ ଏମ୍ଓୟୁ ହେଇକି ରହିବ ନା ଇଣ୍ଡିଆନ୍ କଣ୍ଟ୍ରାକ୍ଟ ଆକ୍ଟରେ ପରିଣତ ହୋଇଯିବ।
ଯେତେବେଳେ ମନେ ରଖନ୍ତୁ ଯେତେବେଳେ ବି ପଇସା ଦେବା ନେବାର କଥା ଏଡ୍ ହେଇଯିବ ଏମ୍ଓୟୁରେ ସେତେବେଳେ ତାହା ଗୋଟିଏ ସମ୍ପୂର୍ଣ୍ଣ ଇଣ୍ଡିଆନ୍ କଣ୍ଟ୍ରାକ୍ଟ ଆକ୍ଟ ହେଇଯିବ। ଯେତେବେଳେ କମ୍ପାନୀ ନିଜ କଥାରୁ ମୁକୁରି ଗଲେ ତା ବିରୁଦ୍ଧରେ କୋର୍ଟରେ କେସ୍ କରାଯାଇପାରିବ। ଆଶା କରୁଛି ବୁଝି ଯାଇଥିବେ। ୱାନ୍ସ ଏଗେନ୍ କହି ରଖୁଛି, ଯେ ପର୍ଯ୍ୟନ୍ତ ଗୋଟିଏ ଏମ୍ଓୟୁରେ ପଇସା ଦେବା ନେବା କଥା ପ୍ରସଙ୍ଗ ଉଠି ନାହିଁ ସେ ପର୍ଯ୍ୟନ୍ତ ସେଇ ଏମ୍ଓୟୁଟି ସିମ୍ପଲ ଏମ୍ଓୟୁ ହିଁ ରହିବ। ଓ ଯେତେବେଳେ ପଇସା ଦେବା ନେବାର କଥା ଉଠିବ ସେଇ ଏମ୍ଓୟୁଟି ଇଣ୍ଡିଆନ୍ କଣ୍ଟ୍ରାକ୍ଟ ଆକ୍ଟ 1872 ଅନୁସାରେ ଏକ ପୂର୍ଣ୍ଣାଙ୍ଗ କଣ୍ଟ୍ରାକ୍ଟରେ ରୂପ ନେଇଯିବ। ଆଉ ସମ୍ପୂର୍ଣ୍ଣ କଣ୍ଟ୍ରାକ୍ଟର ରୂପ ନେଲା ପରେ ଉଭୟ ଗଭର୍ଣ୍ଣମେଣ୍ଟ ଓ କମ୍ପାନୀ ନିଜ ଦେଇଥିବା କଥାରୁ ଓହରି ଯାଇପାରିବେ ନାହିଁ। ସେହିପରି ସିମ୍ପଲ ଏମ୍ଓୟୁରେ ଯେକୌଣସି ପାର୍ଟି ଗଭର୍ଣ୍ଣମେଣ୍ଟ ହେଉ ବା କମ୍ପାନୀ ଓହରି ଯାଇପାରିବେ ଓ ତାଙ୍କ ବିରୁଦ୍ଧରେ କୌଣସି କୋର୍ଟ କେସ୍ କରାଯାଇପାରିବ ନାହିଁ। ଅର୍ଥାତ୍ ଏମ୍ଓୟୁ ଆଇନଗତ ଭାବରେ ବାଧ୍ୟତାମୂଳକ ନୁହଁ। ଓକେ, ନେକ୍ସଟ ପଏଣ୍ଟ ଇଜ୍ ଦ କନଷ୍ଟିଟ୍ୟୁସନାଲ ଏଙ୍ଗଲ ଅଫ୍ ଏମ୍ଓୟୁ। ଅର୍ଥାତ୍ ଇଣ୍ଡିଆନ୍ କନଷ୍ଟିଟ୍ୟୁସନରେ ଏମ୍ଓୟୁ ରିଲେଟେଡ୍ କ'ଣ ପ୍ରୋଭିଜନ୍ ଅଛି ସେଗୁଡ଼ିକ ଜାଣିନେବା ଚାଲନ୍ତୁ। ହିୟର ୟୁ ହ୍ୟାଭ୍ ଟୁ ଅଣ୍ଡରଷ୍ଟାଣ୍ଡ ଦ୍ୟାଟ୍ ଅଲ୍ କଣ୍ଟ୍ରାକ୍ଟସ୍ ମେଡ୍ in the exercise of the executive power of a state shall be expressed to be made by the governor। ତମେ କେବେ ଭାବିଛ କି ସରକାର ଯେତେବେଳେ ହଜାର ହଜାର କୋଟିର ଏମ୍ଓୟୁ ସାଇନ୍ କରନ୍ତି ସେଇଟା କାହା ନାମରେ ହୋଇଥାଏ? ମନେ ରଖନ୍ତୁ ସେଇଟା ମୁଖ୍ୟମନ୍ତ୍ରୀ କିମ୍ବା କୌଣସି ମନ୍ତ୍ରୀଙ୍କ ବ୍ୟକ୍ତିଗତ ନାମରେ ହୁଏ ନାହିଁ। ସମ୍ବିଧାନର ଅନୁଚ୍ଛେଦ 219 ପଦ ବା ଆର୍ଟିକଲ 299 ଅନୁସାରେ ଏହା ସବୁବେଳେ ମାନ୍ୟବର ରାଜ୍ୟପାଳଙ୍କ ନାମରେ ହିଁ କରାଯାଇଥାଏ। ଅର୍ଥାତ୍ ବାଇ ଡିଫଲ୍ଟ ଏମ୍ଓୟୁଟା ଗଭର୍ଣ୍ଣରଙ୍କ ନାମରେ ହିଁ ହେବ। ରାଜ୍ୟପାଳ ନିଜେ ସାଇନ୍ କରନ୍ତି ନାହିଁ, କିନ୍ତୁ ତାଙ୍କ ଦ୍ୱାରା ଅଥରାଇଜ୍ଡ କୌଣସି ଅଫିସର ଯେମିତିକି ବିଭାଗୀୟ ସଚିବ ବା ସେକ୍ରେଟାରୀ ଏହାକୁ ସାଇନ୍ କରନ୍ତି। ଯେତେବେଳେ ଏହି ପ୍ରକ୍ରିୟା ଅନୁସରଣ କରାଯାଏ ସେତେବେଳେ ଯାଇ ସେହି ଏମ୍ଓୟୁକୁ ଏକ ଅଫିସିଆଲ ରେକଗ୍ନାଇଜେସନ ବା ସରକାରୀ ମାନ୍ୟତା ମିଳିଥାଏ। ଯଦି ଆପଣ ପ୍ରତିଦିନ ନ୍ୟୁଜ୍ ପେପର ପଢ଼ୁଛନ୍ତି ତେବେ ଆପଣ ଦେଖିପାରୁଥିବେ ଦିନକୁ ଦିନ ଏମ୍ଓୟୁର ସଂଖ୍ୟା ବଢ଼ିବାରେ ଲାଗିଛି ବା ବହୁତ ସାରା ଏମ୍ଓୟୁ ସାଇନ୍ ହେବାରେ ଲାଗିଛି। ଏହାର ମୁଖ୍ୟ କାରଣଟି ହେଉଛି ଓଡ଼ିଶା ଗଭର୍ଣ୍ଣମେଣ୍ଟ ୱାଣ୍ଟସ୍ ଟୁ ଫୋଷ୍ଟର ଇଜ୍ ଅଫ୍ ଡୁଇଂ ବିଜନେସ୍ ଆଣ୍ଡ ଆଟ୍ରାକ୍ଟ ପ୍ରାଇଭେଟ୍ କ୍ୟାପିଟାଲ୍ସ। ପ୍ରଥମେ ମନେ ରଖନ୍ତୁ ଇଜ୍ ଅଫ୍ ଡୁଇଂ ବିଜନେସ୍ ବା ବ୍ୟବସାୟିକ ସହଜତାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ଜଣେ ନିବେଶକ କିମ୍ବା କମ୍ପାନୀ କିପରି ଖୁବ୍ ସହଜରେ ଏବଂ ବିନା କୌଣସି ବାଧାରେ ଓଡ଼ିଶାରେ ନିଜର ଶିଳ୍ପ ସ୍ଥାପନ କରିପାରିବ। ଏଥିପାଇଁ ସରକାର କିଛି ପଦକ୍ଷେପ ନେଉଛନ୍ତି। ସିଙ୍ଗଲ ୱିଣ୍ଡୋ ସିଷ୍ଟମ, ଗୋ ସୁଇଫ୍ଟ, ସମସ୍ତ ପ୍ରକାରର ଅନୁମତି ବା ଲାଇସେନ୍ସ ଓ କ୍ଲିୟରେନ୍ସ ଗୋଟିଏ ପ୍ଲାଟଫର୍ମରେ ମିଳିଯିବ ବା ଯୋଗାଇ ଦିଆଯିବ। ସେକେଣ୍ଡ ହେଉଛି ଡିଜିଟାଇଜେସନ, କାଗଜପତ୍ର କାମ କମାଇ ଅନଲାଇନ୍ ମାଧ୍ୟମରେ ସବୁ ସୁବିଧା ପ୍ରଦାନ କରାଯିବ। ଥାର୍ଡ ହେଉଛି ପଲିସି ସପୋର୍ଟ, ଶିଳ୍ପ ପାଇଁ ସରଳ ଆଇନ ଏବଂ ସଂସ୍କାର ଆଣିଛନ୍ତି ଓଡ଼ିଶା ସରକାର ଏପର୍ଯ୍ୟନ୍ତ। ସେକେଣ୍ଡ ପଏଣ୍ଟ ଇଜ୍ ଆଟ୍ରାକ୍ଟିଂ ପ୍ରାଇଭେଟ୍ କ୍ୟାପିଟାଲ ବା ଘରୋଇ ପୁଞ୍ଜିକୁ ଆକୃଷ୍ଟ କରିବା। ଏଜ୍ ଏ ଓପିଏସ୍ସି ଆସ୍ପିରାଣ୍ଟ ୟୁ ମଷ୍ଟ ହ୍ୟାଭ୍ ନୋ ଦ୍ୟାଟ୍ ଓଡ଼ିଶାର ବିକାଶ ପାଇଁ କେବଳ ସରକାରୀ ପାଣ୍ଠି ଯଥେଷ୍ଟ ନୁହେଁ। ତେଣୁ ବଡ଼ ବଡ଼ ଘରୋଇ କମ୍ପାନୀ ଗୁଡ଼ିକୁ ଓଡ଼ିଶାରେ ଟଙ୍କା ଲଗାଇବା ପାଇଁ ବା ଓଡ଼ିଶାରେ ଟଙ୍କା ଇନଭେଷ୍ଟ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି। ଏହା ବଦଳରେ ଓଡ଼ିଶା ଗଭର୍ଣ୍ଣମେଣ୍ଟ ସେମାନଙ୍କୁ ଇନସେଣ୍ଟିଭ୍ସ ପ୍ରୋଭାଇଡ଼ କରୁଛନ୍ତି। ଅର୍ଥାତ୍ ଯେଉଁ କମ୍ପାନୀମାନେ ଓଡ଼ିଶାରେ କାରଖାନା ଗଢ଼ିବେ ସେମାନଙ୍କୁ ସରକାର ରିହାତି ଦରରେ ଜମି, ବିଜୁଳି ଏବଂ ଟ୍ୟାକ୍ସ ଛାଡ଼ ଭଳି ସୁବିଧା ଦେଉଛନ୍ତି। ଆଉ ଗୋଟିଏ ଉତ୍କର୍ଷ ଓଡ଼ିଶା ବା ମେକ୍ ଇନ୍ ଓଡ଼ିଶା ଭଳି କନକ୍ଲେଭ ମାଧ୍ୟମରେ ବିଶ୍ୱସ୍ତରୀୟ କମ୍ପାନୀ ଗୁଡ଼ିକୁ ଓଡ଼ିଶାର ସମ୍ଭାବନା ବିଷୟରେ ଜଣାଉଛନ୍ତି। ଅର୍ଥାତ୍ ଯେତେବେଳେ ବ୍ୟବସାୟ କରିବା ସହଜ ହେବ ବା ଇଜ୍ ଅଫ୍ ଡୁଇଂ ବିଜନେସଟା ବଢ଼ିବ ଓଡ଼ିଶାରେ ସେତେବେଳେ ଅଧିକ ପୁଞ୍ଜି ନିବେଶ ଓଡ଼ିଶାକୁ ଆସିବ ବା ପ୍ରାଇଭେଟ୍ କ୍ୟାପିଟାଲ ଓଡ଼ିଶାକୁ ଆସିବ। ଏହାଦ୍ୱାରା ଓଡ଼ିଶାରେ ଅଧିକରୁ ଅଧିକ କଳକାରଖାନା ପ୍ରତିଷ୍ଠା ହେବ ଓ ଏହାଦ୍ୱାରା ଆମ ରାଜ୍ୟର ଯୁବପିଢ଼ିମାନଙ୍କୁ ଅଧିକରୁ ଅଧିକ ଚାକିରିର ସୁଯୋଗ ମିଳିପାରିବ। ଏହି ଇଜ୍ ଅଫ୍ ଡୁଇଂ ବିଜନେସର ଆମ୍ବିସନକୁ ପୂରଣ କରିବା ପାଇଁ ଓଡ଼ିଶା ଗଭର୍ଣ୍ଣମେଣ୍ଟର 3ଟି ପର୍ପସ୍ ଅଛି। ସେ ପର୍ପସ୍ଟାକୁ ଜାଣିନେବା। ଫାର୍ଷ୍ଟ ଇଜ୍ ଇଣ୍ଡଷ୍ଟ୍ରିଆଲ ହବ୍। ଓଡ଼ିଶା ଏବେ କେବଳ ଏକ କୃଷି ପ୍ରଧାନ ରାଜ୍ୟ ନୁହେଁ ବରଂ ଏସିଆର ଏକ ପ୍ରମୁଖ ଇଣ୍ଡଷ୍ଟ୍ରିଆଲ ହବ୍ ଭାବରେ ନିଜକୁ ଗଢ଼ିବାକୁ ଚାହୁଁଛି। ସେକେଣ୍ଡଲି ଉତ୍କର୍ଷ ଓଡ଼ିଶା ବା ମେକ୍ ଇନ୍ ଓଡ଼ିଶା। ଏଭଳି ବଡ଼ ବଡ଼ ସମ୍ମିଳନୀ ଜରିଆରେ ବିଦେଶୀ କମ୍ପାନୀମାନଙ୍କୁ ଆମ ରାଜ୍ୟର ସମ୍ବଳ ଏବଂ ସ୍ଥିର ଶାସନ ବିଷୟରେ
ଜଣାଇ ଦିଆଯାଉଛି, ଯାହାଦ୍ୱାରା ସେମାନେ ନିର୍ଭୟରେ ପୁଞ୍ଜି ନିବେଶ କରିବାକୁ ଆଗେଇ ଆସିବେ। ଥାର୍ଡଲି ଡାଇଭର୍ସିଫିକେସନ୍। ସବୁଠାରୁ ବଡ଼ କଥା ହେଲା ସରକାର ଏବେ ଖାଲି ଲୁହା କି ପଥର ମାଇନିଂ ଉପରେ ନିର୍ଭର କରୁନାହାନ୍ତି। ଏବେ ଗ୍ରୀନ୍ ହାଇଡ୍ରୋଜେନ୍, ସେମିକଣ୍ଡକ୍ଟର, ଡାଟା ସେଣ୍ଟର ଏବଂ ଇଲେକ୍ଟ୍ରିକ୍ ଭେହିକଲ୍ସ ଇଭି ଭଳି ଆଧୁନିକ କ୍ଷେତ୍ର ପାଇଁ ମଧ୍ୟ MOU ସାଇନ୍ କରିଛନ୍ତି। ହେଲେ ମନେ ରଖନ୍ତୁ, 2036ରେ ଓଡ଼ିଶାର ଫାଉଣ୍ଡେସନ୍ ଇୟର୍ର 100ତମ ଫାଉଣ୍ଡେସନ୍ ଇୟର୍ ହେଇଯିବ। ସେ ପର୍ଯ୍ୟନ୍ତ ଓଡ଼ିଶା ନିଜକୁ ଗୋଟିଏ ଡେଭଲପ୍ଡ ଷ୍ଟେଟ୍ ଭାବରେ ଗଢ଼ିବାକୁ ଚାହୁଁଛି। ଓକେ, ଏହା ହେଉଛି ଭିଜନ୍ 2036, ମନେ ରଖନ୍ତୁ। ସୋ ଷ୍ଟୁଡେଣ୍ଟସ୍, ଶେଷରେ ଏତିକି କହିବି, MOU ହେଉଛି ବିକାଶର ପ୍ରଥମ ପାହାଚ। ପରୀକ୍ଷାରେ ଯଦି ପ୍ରଶ୍ନ ଆସେ, ତେବେ ଆପଣ ଏହାର ନନ୍ ବାଇଣ୍ଡିଂ ନେଚର, ଆର୍ଟିକଲ 299 ଏବଂ ଇଣ୍ଡଷ୍ଟ୍ରିଆଲ ଫେସିଲିଏସନ୍ ଉପରେ ବିଶେଷ ଗୁରୁତ୍ୱ ଦେବେ। ପୁଣି ଥରେ ମନେ ରଖନ୍ତୁ, MOU ସାଇନ୍ ହେବା ମାନେ ହିଁ ତୁରନ୍ତ ଚାକିରି ମିଳିଯିବା ନୁହେଁ, କିନ୍ତୁ ଏହା ସେହି ବିରାଟ ନିଯୁକ୍ତି ପ୍ରକ୍ରିୟା ଏବଂ ଆର୍ଥିକ ପ୍ରଗତିର ଏକ ଶୁଭାରମ୍ଭ। ଆଶା କରୁଛି ଆପଣମାନେ MOUର ଏହି କମ୍ପ୍ଲେକ୍ସ ବିଷୟଟିକୁ ସହଜରେ ବୁଝି ପାରିଥିବେ। ଯଦି ଆପଣଙ୍କ ମନରେ କିଛି ବି ଡାଉଟ୍ ଅଛି, ତେବେ ତଳେ କମେଣ୍ଟ ବକ୍ସରେ ନିଶ୍ଚୟ ପଚାରନ୍ତୁ। ମୁଁ ସେଥିରେ ଆପଣଙ୍କୁ ଉତ୍ତର ଦେବାକୁ ଚେଷ୍ଟା କରିବି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ ଏବଂ ନିଜ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ପରବର୍ତ୍ତୀ ଭିଡ଼ିଓରେ ଆଉ ଏକ ନୂଆ ଟପିକ୍ ସହିତ ଦେଖାହେବା। ଧନ୍ୟବାଦ। ଅଲ୍ ଦ ବେଷ୍ଟ। ତମ ଫାଉଣ୍ଡେସନ୍ ଇୟର୍ ହେଇଯିବ। ସେ ପର୍ଯ୍ୟନ୍ତ ଓଡ଼ିଶା ନିଜକୁ ଗୋଟିଏ ଡେଭଲପ୍ଡ ଷ୍ଟେଟ୍ ଭାବରେ ଗଢ଼ିବାକୁ ଚାହୁଁଛି। ଓକେ, ଏହା ହେଉଛି ଭିଜନ୍ 2036, ମନେ ରଖନ୍ତୁ। ସୋ ଷ୍ଟୁଡେଣ୍ଟସ୍, ଶେଷରେ ଏତିକି କହିବି, MOU ହେଉଛି ବିକାଶର ପ୍ରଥମ ପାହାଚ। ପରୀକ୍ଷାରେ ଯଦି ପ୍ରଶ୍ନ ଆସେ, ତେବେ ଆପଣ ଏହାର ନନ୍ ବାଇଣ୍ଡିଂ ନେଚର, ଆର୍ଟିକଲ 299 ଏବଂ ଇଣ୍ଡଷ୍ଟ୍ରିଆଲ ଫେସିଲିଏସନ୍ ଉପରେ ବିଶେଷ ଗୁରୁତ୍ୱ ଦେବେ। ପୁଣି ଥରେ ମନେ ରଖନ୍ତୁ, MOU ସାଇନ୍ ହେବା ମାନେ ହିଁ ତୁରନ୍ତ ଚାକିରି ମିଳିଯିବା ନୁହେଁ, କିନ୍ତୁ ଏହା ସେହି ବିରାଟ ନିଯୁକ୍ତି ପ୍ରକ୍ରିୟା ଏବଂ ଆର୍ଥିକ ପ୍ରଗତିର ଏକ ଶୁଭାରମ୍ଭ। ଆଶା କରୁଛି ଆପଣମାନେ MOUର ଏହି କମ୍ପ୍ଲେକ୍ସ ବିଷୟଟିକୁ ସହଜରେ ବୁଝି ପାରିଥିବେ। ଯଦି ଆପଣଙ୍କ ମନରେ କିଛି ବି ଡାଉଟ୍ ଅଛି, ତେବେ ତଳେ କମେଣ୍ଟ ବକ୍ସରେ ନିଶ୍ଚୟ ପଚାରନ୍ତୁ। ମୁଁ ସେଥିରେ ଆପଣଙ୍କୁ ଉତ୍ତର ଦେବାକୁ ଚେଷ୍ଟା କରିବି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ ଏବଂ ନିଜ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ପରବର୍ତ୍ତୀ ଭିଡ଼ିଓରେ ଆଉ ଏକ ନୂଆ ଟପିକ୍ ସହିତ ଦେଖାହେବା। ଧନ୍ୟବାଦ। ଅଲ୍ ଦ ବେଷ୍ଟ।